সৌবর্ণাসন সচিতাং ত্রিনয়নাং পিতাং শুক্লাসিনীং হেমাভাঙ্গরুচিং শশাঙ্ক মুকুটাং সচ্চম্পং সুরগ্যুতাম হস্তৈর্মুদ্গর পাশবদ্ধরসরাং সংবিভ্রতি ভূষণৈ ব্যাপ্তাঙ্গিং বগলামুখীং ত্রিজগতাং সৎসম্মিনীং চিন্তয়ে। জগজ্জননী মা বগলামুখী আদি দিনর ইষ্টদেবতা মঙ্গল দেবতা জগন্নাথ বলভদ্র সুভদ্রা সুদর্শনদী চতুর্ধামূর্তি দেবতা ইষ্টদেবী মା ଜଗଜ୍ଜନନୀ ଖଣ୍ଡୁଆରୀ ଯେଉଁମାନେ ଆଜିର ଏ ଆଷ୍ଟ୍ର ସମ୍ବାଦର ଦୈନିକ ରାଶିଫଳ କାର୍ଯ୍ୟକ୍ରମଟି ଦେଖୁଛନ୍ତି ଶୁଣୁଛନ୍ତି ସେମାନଙ୍କର ପାଇଁ ଆଜିର ଦିନଟି ସୁଖ ସମୃଦ୍ଧି ମାନସିକ ପାରିବାରିକ ଶାନ୍ତି ଏବଂ ଆତ୍ମସନ୍ତୋଷର ଦିନ ହେଉ, ଏହା ହିଁ ଜଗନ୍ନାଥଙ୍କ ପାଖରେ କାମନା କରି ଆରମ୍ଭ କରୁଛୁ ଆଜିର ଆମର ଦୈନିକ ରାଶିଫଳ କାର୍ଯ୍ୟକ୍ରମ। ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଜିକା। ଆଜି ଅଗଷ୍ଟ ମାସ 20 ତାରିଖ, ସିଂହ 5 ଦିନ, ଭାଦ୍ରବ ମାସ କୃଷ୍ଣପକ୍ଷ, ପ୍ରତିପଦା ମଙ୍ଗଳବାର। ପ୍ରତିପଦା ତିଥି ରାତ୍ରି 8ଟା 33 ମିନିଟ୍ ପର୍ଯ୍ୟନ୍ତ ରହିବେ ଏବଂ ଏହାପରେ ଦ୍ୱିତୀୟା ତିଥି ଭୋଗ ହେବ। ଆଜିର ରାଶି ନକ୍ଷତ୍ର ଧନିଷ୍ଠା କୁମ୍ଭ। ଧନିଷ୍ଠା ନକ୍ଷତ୍ର ସକାଳ 5ଟା 45 ମିନିଟ୍ ପର୍ଯ୍ୟନ୍ତ ରହିବେ ଏବଂ ଏହାପରେ ଶତଭିଷା ନକ୍ଷତ୍ର ଭୋଗ ହେବ ଏବଂ ଚନ୍ଦ୍ର କୁମ୍ଭ ରାଶିରେ ଅହରାତ୍ର 60 ଦଣ୍ଡ ଅବସ୍ଥାନ କରିବେ। ପ୍ରତିପଦା ତିଥି ଯୋଗୁଁ ପାଣି କଖାରୁ ଖାଇବା ମନା, ଖାଇଲେ ଅର୍ଥହୀନ। ଏ ଥିଲା ଆଜିର ପଞ୍ଜିକା। ବର୍ତ୍ତମାନ ଜାଣିନେବା କେମିତି କଟିବ 12ଟି ରାଶିର ବ୍ୟକ୍ତିମାନଙ୍କର ଆଜିର ଦିନ। ପ୍ରଥମ ରାଶି ମେଷ ରାଶି। ଏକାଦଶ ଚନ୍ଦ୍ର ମଙ୍ଗଳ 12 ଏବଂ ମଙ୍ଗଳ ଏବଂ ରାହୁ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ। ଆକସ୍ମିକ ଧନ ଲାଭ, କୌଣସି ବିଶେଷ ସୂତ୍ରରୁ ଧନ ପ୍ରାପ୍ତି ଏବଂ ଅନ୍ୟକୁ ଦେଇଥିବା ଧନ ଓ ହୃତ ଧନ ଫେରି ପାଇବେ। ସମସ୍ତ ଆଶା ଆକାଂକ୍ଷା ଅଭିଳାଷ ପୂର୍ଣ୍ଣ ହେବ ଏବଂ ସମସ୍ତ ଇପ୍ସିତ ପଦାର୍ଥ ହାତ ପାହାନ୍ତରେ ଉପଲବ୍ଧ ହେବ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟ ପାଇଁ ଚୁକ୍ତିବଦ୍ଧ ହେବେ। କର୍ମରେ ଆଶାଠାରୁ ଅଧିକ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ। ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ ସେମାନେ ଅତ୍ୟଧିକ ଶୁଭଫଳ ପାଇବେ। ଶୁଭ ରଙ୍ଗ ହଳଦିଆ, ସଂଖ୍ୟା 3, ଆରାଧନା ମା ବଗଳାମୁଖୀ। ବୃଷ ରାଶି। ଦଶମ ଚନ୍ଦ୍ର ଯୋଗୁଁ କର୍ମ ପ୍ରତି ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ। ସମସ୍ତ କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ସମସ୍ତ କର୍ମରେ ଆଜି ଆପଣଙ୍କର କର୍ମକୁଶଳତା, କର୍ମ ତତ୍ପରତା, କାର୍ଯ୍ୟଦକ୍ଷତା ଓ ସମୟାନୁବର୍ତ୍ତିତା ପ୍ରକାଶ ପାଇବ। ମନରେ ସତ୍ ଚିନ୍ତା, ସତ୍ ଭାବନା ପ୍ରକାଶ ପାଇବ ଏବଂ ସତ୍ କର୍ମରେ ଅଧିକ ଆଗ୍ରହ ରହିବ। ଭାଗ୍ୟ ଅପେକ୍ଷା କର୍ମରେ ଅଧିକ ବିଶ୍ୱାସ ଓ ଗୁରୁତ୍ୱ ଦେବେ ଏବଂ ବ୍ୟବସାୟ ଅପେକ୍ଷା କର୍ମରେ ଅଧିକ ସଫଳତା ମିଳିବ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଏବଂ ଆତ୍ମତୃପ୍ତି ରହିବ। ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ ସେମାନେ ଶୁଭଫଳ ପାଇବେ। ଶୁଭ ରଙ୍ଗ ନୀଳ, ସଂଖ୍ୟା 4, ଆରାଧନା ମା କମଳା। ମିଥୁନ ରାଶି। ଘାତ ଚନ୍ଦ୍ର ଯୋଗୁଁ ମାନ ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମନୋମାଳିନ୍ୟ, ନିଜର ପ୍ରିୟ ବନ୍ଧୁ କିମ୍ବା ପୁରାତନ ବନ୍ଧୁଙ୍କ ସହ ବିବାଦ କିମ୍ବା ତାଙ୍କଠାରୁ ଅପମାନ ମିଳିପାରେ। ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ ଏବଂ ପରିବାରରେ ଅଶାନ୍ତିର ବାତାବରଣ ରହିବ। ଉନ୍ନତିମୂଳକ କର୍ମରେ ପ୍ରତିବନ୍ଧକ ଏବଂ ଧାର୍ମିକ କର୍ମରେ ବିଘ୍ନ ଦେଖାଦେବ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। କର୍ମରେ ବିଫଳତା ଓ ସହକର୍ମୀଙ୍କର ଉପହାସର ପାତ୍ର ହେବେ। ଯେଉଁମାନଙ୍କର ଆର୍ଦ୍ରା ମିଥୁନ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ମେରୁନ୍, ସଂଖ୍ୟା 8,
आराधना माँ छिन्नमस्ता। कर्कट राशि अष्टम चंद्र एवं राहु नक्षत्र भोग होतिबारु वाद विवाद स्वास्थ्य आर्थिक कारोबार उच्च स्थान आरोहण गैस इलेक्ट्रिक द्रव्य व्यवहार एवं जानवाहन आरोहण काल में सतर्कता अवलंबन करेंगे। धन क्षति मानसिक अस्थिरता परिवार में मनोमालिन्य एवं चाली चलन व्यवहार कथबार्ता विवादीय हेब। समस्त कर्म भूल निष्पत्ति नेबे एवं बिना कारण रे बहुत व्यस्त रहिबे। वाणिज्य व्यवसाय और परिवहन रे आय तुलन में बद खर्च अधिक हेब। कर्म रे विफलता और बाधा विघ्न लगी रहिबो। जो मानकर अश्लेषा कर्कट से माने सतर्कता अवलंबन करेंगे। शुभ रंग धड़ा संख्या 1 आराधना भगवान शिव। सिंह राशि सप्तम चंद्र मंगलवार एवं मंगल राहुंकर उभयंकर क्षेत्र भोग होतिबारु मानसिक पारिवारिक शांति एवं दाम्पत्य जीवन में मधुरता आसिब। मूल्यवान धातु बसनभूषण भूमि जानवाहन और शौखीन घरोई उपकरण क्रय करेंगे। परिचित महिला साहाय्य सहयोग और धन मिल। सहधर्मिणी सहयोग एवं परिवार प्रति अधिक यत्नवान हेबे। वाणिज्य व्यवसाय और परिवहन में आय अति उत्तम हेब। कर्म रे सफलता उच्च सम्मान उच्च पदवी प्राप्त हेब। जो मानकर मघा और उत्तरा फाल्गुनी सिंह से माने उपकृत हेबे। शुभ रंग गोलापी संख्या 3 आराधना प्रभु श्री जगन्नाथ। कन्या राशि षष्ठ चंद्र जोगु मन रे प्रसन्नता शरीर रे सुस्थता परिवार रे मित्रता समस्तंक सह बंधुता चालीचरण रे संयमता दाम्पत्य जीवन में मधुरता समस्त कर्म रे स्वच्छता वचन रे मधुरता एवं समस्त कर्म रे समयानुवर्तिता अपनाइबे। परोपकार समाज सेवा और धार्मिक कर्म रे अधिक आग्रह रहिबो एवं आपणक वक्तव्य रे सम्मोहनर शक्ति रहिबो। वाणिज्य व्यवसाय और परिवहन रे आय अति उत्तम हेब एवं नूतन व्यवसायर सुजोग जुटिबो। कर्म रे सफलता सम्मान और कर्मस्थानर समस्त बाधा विघ्न और प्रतिबंधक दूर हेब। जो मानकर उत्तरा फाल्गुनी और चित्रा कन्या से माने उपकृत हेबे। शुभ रंग सबुज संख्या 12 आराधना भगवान विष्णु। तुला राशि पंचम चंद्र एवं सकार 5:45 मिनिट पर घात नक्षत्र भोग होतिबारु विद्या बुद्धि ज्ञान गारिमा प्रत्युत्पन्नवती दूरदृष्टि धी शक्ति स्मरण शक्ति ह्रास पाइब। संतान मानकर शिक्षा दीक्षा चालीचरण व्यवहार कथबार्ता और कर्म को नहीं चिंतित हेबे एवं पैतृक संपत्ति को नहीं विवाद देखादेव किंबा पितामातांकर स्वास्थ्यगत समस्या देखादेव। मन अस्थिर विषादग्रस्त और चापग्रस्त रहिबो। वाणिज्य व्यवसाय और परिवहन में आय स्वल्प हेब एवं अଯଥା खर्च अधिक हेब। कर्म में विफलता सम्मान हानि और सहकर्मी उपहासर पात्र हेबे। जो मानकर स्वाति तुला से माने सतर्कता अवलंबन करेंगे। शुभ रंग नील संख्या 4 आराधना माँ कमला। बिछा राशि चतुर्थ चंद्र जोगु एवं कृष्ण पक्ष भोग होतिबारु चतुर्थ चंद्र मंगलवार एवं मंगल और राहुंकर क्षेत्र भोग होतिबारु मूल्यवान धातु भूमि और जानवाहन क्रय करेंगे। गुरुजन कृपा क्षमताशाली व्यक्ति सहायता एवं राजनैतिक व्यक्ति शुभ दृष्टि रे। मन में उन्नत चिंताधारा उच्चाभिलाष प्रकाश पाइब एवं उन्नतिमूलक कर्म रे ध्यान अधिक रहिबो।
ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ସଫଳତା, ପଦସ୍ଥ ଅଧିକାରୀଙ୍କ କୃପା ଓ ପ୍ରମୋସନ୍ ମିଳିପାରେ। ଯେଉଁମାନଙ୍କର ଅନୁରାଧା ବିଚ୍ଛା ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଲାଲ, ସଂଖ୍ୟା 3, ଆରାଧନା ପ୍ରଭୁ ହନୁମାନ। ଧନୁ ରାଶି, ତୃତୀୟ ଚନ୍ଦ୍ର, ମଙ୍ଗଳବାର ଏବଂ ମଙ୍ଗଳ ରାହୁ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ଉତ୍ସାହ ଉଦ୍ଦୀପନା, ପରିବାରରେ ସୁଖ ଶାନ୍ତି, ସ୍ୱଜନ ପରିଜନଙ୍କ ସହ ସୁସମ୍ପର୍କ, ବନ୍ଧୁବାନ୍ଧବଙ୍କ ସହଯୋଗ ଏବଂ ଭାଇ ଭଉଣୀଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ଅଧିକ ରହିବ। ସୁଖବର, ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ସଫଳତା, ସମ୍ମାନ ଓ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ। ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢ଼ା ଧନୁ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଗୋଲାପୀ, ସଂଖ୍ୟା 2, ଆରାଧନା ମା ଧୂମାବତୀ। ମକର ରାଶି, କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର, ଘାତ 12 ଏବଂ ରାହୁଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ ଏବଂ ଶାରୀରିକ ପୀଡ଼ା ଭୋଗିବେ। ଅନ୍ୟଠାରୁ ଆଣିଥିବା ଧନ ଫେରାଇବାରେ ଅସମର୍ଥ ହେବେ ଏବଂ ଅନ୍ୟକୁ ଦେଇଥିବା ଧନ ପାଇବାରେ ବିଫଳ ହେବେ। ଧନକୁ ନେଇ ବିବାଦ ଓ ମାଲି ମକଦ୍ଦମାରେ ପଡ଼ିପାରନ୍ତି। ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ। କର୍ମରେ ବିଫଳତା ଓ କର୍ମ ପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ। ଯେଉଁମାନଙ୍କର ଶ୍ରବଣ ମକର ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ କଳା, ସଂଖ୍ୟା 3, ଆରାଧନା ମା ଦୁର୍ଗା। କୁମ୍ଭ ରାଶି, ଶ୍ରୀଚନ୍ଦ୍ର ଯୋଗୁଁ ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖ ଶାନ୍ତି ଏବଂ ଚାଲି ଚଳନ, ବ୍ୟବହାର, କଥାବାର୍ତ୍ତା ମାର୍ଜିତ ଓ ସର୍ବଜନା ଆଦୃତ ହେବ। ଆମୋଦ ପ୍ରମୋଦ ଓ ମୌଜ ମଜଲିସରେ ଅଧିକ ଆଗ୍ରହ ରହିବ ଏବଂ ପରିବାର ପ୍ରତି ଅଧିକ ଦାୟିତ୍ୱବାନ ଓ ଯତ୍ନବାନ ହେବେ। ସମସ୍ତଙ୍କ ସହ ସୁସମ୍ପର୍କ, ମନରେ ପ୍ରସନ୍ନତା ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ରହିବ। କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା, ସହକର୍ମୀଙ୍କ ସହଯୋଗ ଓ ସମ୍ମାନ ମିଳିବ ଓ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହେବେ। ଯେଉଁମାନଙ୍କର ଧନିଷ୍ଠା କୁମ୍ଭ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ବାଇଗଣୀ, ସଂଖ୍ୟା 3, ଆରାଧନା ମା ଚଣ୍ଡୀ। ମୀନ ରାଶି, ଦ୍ୱାଦଶ ଚନ୍ଦ୍ର, ମଙ୍ଗଳବାର ଯୋଗୁଁ ଅପବ୍ୟୟ, ଅପବାଦ ଓ ଅପଯଶରୁ ମୁକ୍ତ ହେବେ। ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବାରେ ସମର୍ଥ ହେବେ ଏବଂ କୁସଙ୍ଗ ପରିତ୍ୟାଗ କରି ସତ୍ସଙ୍ଗ କରିବେ। ମନରୁ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ଅପସରିଯିବ। ଦେହ ମନ ସୁସ୍ଥ ରହିବ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ସଫଳତା ଓ ସମସ୍ତ ଅଟକିଥିବା କାମ, ବନ୍ଦ ହୋଇଥିବା କାମ ଓ ଅସମ୍ପୂର୍ଣ୍ଣ କର୍ମକୁ ସମ୍ପୂର୍ଣ୍ଣ କରିବାରେ ଏବଂ ସଫଳତାର ସହ ସମ୍ପାଦନ କରିବାରେ ସମର୍ଥ ହେବେ। ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଲାଲ, ସଂଖ୍ୟା 5, ଆରାଧନା ମା ତାରା। ଏ ଥିଲା ଆଜିର 12ଟି ରାଶିର ଦୈନିକ ରାଶିଫଳ। ସମସ୍ତ ରାଶିର ବ୍ୟକ୍ତିମାନେ ଯେଉଁମାନଙ୍କର ଆଜି ଦିନଟି ଅଶୁଭ ଅଛି ଏବଂ ଯେଉଁମାନଙ୍କର ଶୁଭ ଅଛି, ଅଶୁଭ ପାଉଥିବା ବ୍ୟକ୍ତିମାନେ ଅଶୁଭତ୍ୱ ଦୂର ହୋଇ ଶୁଭ ଫଳ ପାଇବା ପାଇଁ ଏବଂ ଶୁଭ ଫଳ ପାଉଥିବା ବ୍ୟକ୍ତିମାନେ ଆଉ କିଛି ଅଧିକ ଶୁଭ ଫଳ ପାଇବା ପାଇଁ ଏ ଯେଉଁ ମନ୍ତ୍ରଟି ଆମେ କହୁଛୁ, ସେ ମନ୍ତ୍ରଟିକି ଋଷ୍ୟାଦି କରି ପାଠ କରନ୍ତୁ। ଦେଖିବେ ନିଶ୍ଚିତ ଭାବରେ ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ଏବଂ ମଙ୍ଗଳମୟ ହେବ। ବଙ୍ଗସ୍ୟ ଶ୍ରୀ ମଙ୍ଗଳ ମହାମନ୍ତ୍ରସ୍ୟ ବିରୂପାକ୍ଷ ଋଷି ଅନୁଷ୍ଠୁପ ଛନ୍ଦଃ ଅଦ୍ୟ ଦିବସ
दिवसाधिपति मंगल देवता सुप्रीतये मंगल देवता मंत्र 108 संख्यक मंत्र जपे विनियोग एवटिकी थरे पढ़े ओम हुम श्रीं मंगलाय नमः ये मंत्रटी 108 सकाळे और 108 संध्यारे पाठ करूँ निश्चित भाव में आपण दिनटी मंगलमय हे। आज तो समय सरी जाइए आसंता काली देखा ठीक यही समय विदाय दिंतु। जय जगन्नाथ।